ଶରତ ଋତୁର ଆଗମନରେ କାଶତଣ୍ଡି ଫୁଲରେ ମା ବସୁଧା ସୁନ୍ଦର ଦେଖାଯାଉଥିବା ବେଳେ ଧରାପୃଷ୍ଠକୁ ଓହ୍ଲେଇ ଆସନ୍ତି ମା ଦୁର୍ଗା। ମା ଦୁର୍ଗାଙ୍କର ନବରାତ୍ରି ପୂଜା ସହିତ ବିଜୟା ଦଶମୀ ହେଉଛି ଆମମାନଙ୍କର ଏକ ବଡ଼ ଗଣପର୍ବ। ଏହି ସମୟରେ ଚାରିଆଡ଼େ ଯେମିତି ଏକ ସକାରାତ୍ମକ ବାତାବରଣ ଥାଏ। ମା ଦୁର୍ଗାଙ୍କର ଶକ୍ତି ଓ ସାମର୍ଥ୍ୟକୁ ଅନୁଭବ କରିବା ଏବଂ ତାଙ୍କର କୃପା ଦୃଷ୍ଟି ପାଇବା ପାଇଁ ଚାରିଆଡ଼େ ପ୍ରବଳ ଭିଡ଼ ଥାଏ। ନବରାତ୍ରିରେ ମା ଦୁର୍ଗା 9ଟି ରାକ୍ଷସକୁ ବଧ କରିଥିଲେ। ସେଥିମଧ୍ୟରୁ ମହିଷାସୁରକୁ ବଧ କରିଥିବାରୁ ନାଁ ହେଉଛି ତାଙ୍କର ମହିଷାମର୍ଦିନୀ। ତା ସହିତ ଦୁର୍ଗମ ରାକ୍ଷସକୁ ବଧ କରିଥିବାରୁ ନାଁ ତାଙ୍କର ଦୁର୍ଗା।